ଦୋକାନଠୁ ବି ବେଶୀ ଟେଷ୍ଟି ହାଇଜିନିକ୍ ୱେରେ ଆପଣ ଘରେ ଏହିପରି ଭାବରେ କ୍ରିସ୍ପି ନିମିକି ବନେଇ ପାରିବେ। ଆଉ ଏଇଠି ଆପଣ ଦେଖିପାରୁଥିବେ ନିମିକି ଗୁଡ଼ାକ କେତେ ସୁନ୍ଦର ଦେଖାଯାଉଛି ଆଉ ତାର ଲେୟାର ଗୁଡ଼ାକ କେତେ ବଢ଼ିଆ ସେ ଖୋଲା ଖୋଲା ହେଇକି ରହିଛି। ସଦାବେଳେ ଆମେ ଦୋକାନ ବଜାରରୁ ନିମିକି କିଣନ୍ତି, କିନ୍ତୁ ଆପଣ ଜାଣିଥିବେ ଦୋକାନ ବଜାରରେ ନା ହାଇଜିନିକ୍ ୱେରେ ବନା ହୁଏ, ତା ସହିତ କୋଉ ତେଲରେ ଛଣା ହୁଏ ଆମକୁ ଜଣା ନଥାଏ। ଆପଣ ଚାହିଁଲେ ଏହିପରି ଭାବରେ ସହଜ ୱେରେ ଘରେ ନିମିକି ଆରାମସେ ପ୍ରସ୍ତୁତ କରିପାରିବେ। ପରଫେକ୍ଟ ମେଜରମେଣ୍ଟ ସହିତ ପରଫେକ୍ଟ ଉପାୟରେ ଆପଣଙ୍କୁ ଆଜି ମୁଁ ଏଇ ଭିଡିଓରେ କହିବି ଆପଣ କେମିତି କ୍ରିସ୍ପି ପରଫେକ୍ଟ ନିମିକି ବନେଇ ପାରିବେ। ନମସ୍କାର, ଜୟ ଜଗନ୍ନାଥ। ମୁଁ ମୋ ଚ୍ୟାନେଲ ସିଜନ୍ସ ଆଣ୍ଡ ବାଇଟ୍ସରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତାହେଲେ ନେଇଯିବା ଗୋଟେ ଜାଗା, ଆଉ ଏଇଠି ମୁଁ ମେଜରମେଣ୍ଟ କପ୍ ନେଇଯାଇଛି, ଆଉ ସେଇଥିରେ ନେଇଯିବା ଆମେ 3 କପ୍ ଭରିକି ମଇଦା। ଏବେ ସ୍ୱାଦ ଅନୁସାରେ ସେଇଥିରେ ଲୁଣ ପକେଇ ନେବା। ମୁଁ ଗୋଟେ ଛୋଟ ଚାମଚ ଏଇଠି ଲୁଣ ପକେଇ ନେଇଛି। ଏବେ ପକେଇ ନେବା ଆମେ ତେଲ। 3 କପ୍ ମଇଦା ପାଇଁ 1/4 କପ୍ ତେଲ ସଫିସିଏଣ୍ଟ ରହିବ। ଆପଣ ଏହିପରି ଭାବରେ ତେଲକୁ ପକେଇ ନେବେ। ମୁଁ ଏଠି 1/2 କପ୍ ତେଲ ନେଇଥିଲି, ଆଉ ସେଇଥିର ଅଧା ପକେଇ ନେଇଛି, ମାନେ 1/4 କପ୍ ପକେଇ ନେଇଛି ତେଲକୁ। ନିମିକିକୁ କେମିତି ଆମେ ଖାସ୍ତାଦାର ବନେଇବା, ପ୍ରଥମେ ଆମେ ତେଲକୁ ମଇଦା ସହିତ ଭଲ ଭାବରେ ମିକ୍ସ କରି ନେବା, ଆଉ ତାକୁ ଭଲ ଭାବରେ ଏଇଠି ମୁଠା କରିବା ପାଇଁ ଚେଷ୍ଟା କରିବା। ଯଦି ମୁଠାଟି ଆମର ଇଜିଲି ଭାଙ୍ଗି ଯାଉଛି ଆପଣ ଜାଣିବେ ଯେ ଖାସ୍ତା ହେଇନି, ଆପଣ ଆହୁରି ତେଲ ସେଇଥିରେ ପକେଇବେ। କିନ୍ତୁ ଏଇଠି ମୁଁ ମୁଠା କରୁଛି, ଆଉ ଆପଣ ଦେଖିପାରୁଥିବେ ତାକୁ ଆଙ୍ଗୁଠିରେ ପ୍ରେସ୍ କରିସାରିଲା ପରେ ହିଁ ସେ ଭାଙ୍ଗୁଛି। ୟାର ଅର୍ଥ ଖାସ୍ତା ଆମର ପୁରା ପରଫେକ୍ଟ ହେଇଛି। ଏବେ ବାସ୍ନା ଆଉ ଫ୍ଲେଭର ପାଇଁ ଆମେ ଅଲଗା ଜିନିଷ ସବୁ ପକେଇ ନେବା। ପ୍ରଥମେ ପକେଇ ନେବା ଏଇଠି 1/2 ଛୋଟ ଚାମଚ କଳା ଜିରା, ଆଉ ପକେଇ ନେବା ଏଇଠି ଆମେ ସେମ୍ ପରିମାଣର ଜୁଆଣୀକୁ ଟିକେ ଆପଣ ହାତରେ କ୍ରସ୍ କରିକି ପକେଇବେ। ଏବେ ସବୁ ଜିନିଷକୁ ମିକ୍ସ କରି ନେବା। ଏବେ ଆମେ ଅଳ୍ପ ଅଳ୍ପ ପାଣି ଦେଇକି ଆମେ ମଇଦାଟିକୁ ଆମର ଦଳି ନେବା। ଭଲ ଭାବରେ ଏଇଠି ଆପଣ ମନେ ରଖିଥିବେ ଆଟ୍ ଏ ଟାଇମ୍ ବେଶୀ ପାଣି ଦେବେ ନାହିଁ, କମ୍ ପାଣି ଦେଇ ଦେଇ ତାକୁ ଦଳିବେ। ଆଉ ଏଇପରି ଭାବରେ ଗୋଟେ ତାର ଅଟା ଦଳା ପ୍ରସ୍ତୁତ କରିନେବେ। ବେଶୀ ଟାଣ କରିବେ ନାହିଁ, ବେଶୀ ନରମ କରିବେ ନାହିଁ। ଆଉ ଏଇଠି ଆପଣ ଦେଖିପାରୁଥିବେ ମୁଁ ୟାକୁ ରଫଲି ଦଳି ଦେଇକି ଏମିତି ରଖିନେଇଛି। ଏବେ ତାକୁ ଢାଙ୍କୁଣୀ ଘୋଡ଼େଇକି ଛାଡ଼ିଦେବା। କିଛି ସମୟ ଗଲା ପରେ ଏଇଠି ମୁଁ ଅଧଘଣ୍ଟେ ତାକୁ ଛାଡ଼ି ଦେଇଥିଲି, ଆଉ ଅଧଘଣ୍ଟେ ପରେ ଦେଖନ୍ତୁ ଇଏ ଆହୁରି ନରମ ହେଇଯାଇଛି। ଏବେ ଏଇ ଦଳାରୁ ଆମେ ଛୋଟ ଛୋଟ ସବୁ ଅଟା ଗୋଳା ତିଆରି କରି ନେବା। ଅଟା ଗୋଳାଟିକୁ ଭଲ ଭାବରେ ଏଇଠି ଆପଣ ଗୋଲ କରିନେବେ। ତା ସହିତ ଏଇଠି ଆମେ ଅଳ୍ପ କିଛି ପାଣି ନେବା। ପାଣିର କାମ ମୁଁ ଆପଣଙ୍କୁ ଭିଡିଓରେ ଆଗକୁ କହିବି। ଅଳ୍ପ କିଛି ତାଟିଆରେ ଆପଣ ପାଣି ନେଇଯାଇଥିବେ ଏମିତି। ଏବେ ଯୋଉ ଅଟା ଗୋଳାଟି ନେଇଥିଲେ ତାକୁ ଆମେ ରୁଟି ପ୍ରସ୍ତୁତ କରି ନେବା। ନର୍ମାଲ ରୁଟି ଯେମିତି ଆପଣ ପ୍ରସ୍ତୁତ କରୁଛନ୍ତି ସେଇପରି ଭାବରେ ଆପଣ ରୁଟି ପ୍ରସ୍ତୁତ କରିନେବେ। ଏମିତି ତ ଏଥିରେ ତେଲ ଦିଆହେଇଛି, ଆପଣ ବେଲିଲା ବେଳେ ବିଲକୁଲ ବି ଲାଗିବ ନାହିଁ। କିନ୍ତୁ ଯଦି ଲାଗି ଯାଉଥିବ ଆପଣ ଅଳ୍ପ କିଛି ପରିମାଣର ମଇଦା ଡଷ୍ଟିଂ କରିପାରିବେ। ଆଉ ଏଇଠି ଦେଖନ୍ତୁ ଆମେ ଗୋଟେ ରୁଟି କରିସାରିଲା ପରେ ତାକୁ ରୋଲ କରି ନେବା, ଆଉ ଛୁରୀ ସାହାଯ୍ୟରେ ତାର ଏକା ସେପ୍ କାଟି ନେବା, ଯାହାଫଳରେ କି ଆପଣଙ୍କର ଏକା ମେଜରମେଣ୍ଟରେ ସବୁ ନିମିକି ହେଇପାରିବ। ଏଇଠି ଯୋଉ ଛୋଟ ଛୋଟ ଗୋଳା ଗୁଡାକ ଆପଣ ଦେଖିଲେ ମୁଁ ଛୁରୀରେ କାଟିଲି, ତାକୁ ଆପଣ ଛୋଟ ଛୋଟ ପୁରୀ ପରିକା ବେଲି ନେବେ, ଆଉ ତାକୁ ଫୋଲ୍ଡ କରିଦେବେ। ନିମିକିର ସେପ୍ରେ ଫୋଲ୍ଡ କରିବା। ନିମିକିର ସେପ୍ ଦେଇ ସାରିଲା ପରେ ଆମେ ଯୋଉ ପାଣି ରଖିଥିଲେ ସେଇ ପାଣିରୁ ଅଳ୍ପ ଟିକେ ଆମେ ଆଙ୍ଗୁଠି ସାହାଯ୍ୟରେ ନେଇକି ତାର 2ଟି କର୍ଣ୍ଣରକୁ ଭଲ ଭାବରେ ସିଲ୍ କରିନେବା। ପାଣି ଦେଇକି ଆପଣ 2ଟି କର୍ଣ୍ଣରକୁ ଟିକେ ଟିକେ ଚାପି ନେବେ। ଆଉ ଏଇଠି ଦେଖନ୍ତୁ ଆମର ନିମିକି ପ୍ରସ୍ତୁତ ହେଇଗଲା। ଏଇପରି ସେପ୍ରେ ଆପଣ ସବୁତିକ ନିମିକି ଆପଣ ପ୍ରସ୍ତୁତ କରିପାରିବେ। ଏଇଠି ଅଳ୍ପ କିଛି ମଇଦାକୁ ମୁଁ ଡଷ୍ଟିଂ କରିଛି, ଆଉ ଏଇଠି ମଧ୍ୟ ଆପଣ ଏଇପରି ଭାବରେ ନିମିକି ପ୍ରସ୍ତୁତ କରିପାରିବେ। ପ୍ରଥମେ ଯଦି କରୁଥିବେ ଆପଣ ସେପ୍କୁ ଧ୍ୟାନ ଦେବେନି, ଆପଣଙ୍କର ନିମିକି ଖାସ୍ତା ହଉଛି ନା ନାହିଁ ସେଇଟା ଦେଖିବେ। ଯଦି ଆପଣଙ୍କ ନିମିକି ଖାସ୍ତା ହଉଛି ତାହେଲେ ପୁରା ପରଫେକ୍ଟ। ସେପ୍ ତ ଧୀରେ ଧୀରେ ଆପଣଙ୍କର ଅଭ୍ୟାସ ସହିତ ତାର ଭଲ ହେଇଯିବ। ଏବେ ଏଇଠି ଦେଖନ୍ତୁ ଆମେ ସବୁ ନିମିକି ତ ବନେଇ ସାରିଲେଣି। ଏବେ ଚାଲନ୍ତୁ ଛାଣି ନେବା। ସେଥିପାଇଁ ଦେଖନ୍ତୁ ପ୍ୟାନ୍ ବସେଇ ନେଇଛି, ମୁଁ ଏଥିରେ ତେଲ ପକେଇ ନେଇଛି। ଆପଣ ଏଇଠି ଇଜିଲି ପ୍ୟାନରେ ବା ଏଇପରି ଭାବରେ ଫ୍ଲାଟେନ୍ ଜିନିଷରେ ତେଲ ପକେଇକି ଆପଣ ନିମିକି ବହୁତ ଛାଣି ପାରିବେ ଆଟ୍ ଏ ଟାଇମ୍। କିନ୍ତୁ ଯଦି ଆପଣ କଡ଼େଇ ନେଉଥିବେ ତାହେଲେ କଡ଼େଇରେ ଆପଣଙ୍କୁ ବେଶୀ ତେଲ ଖର୍ଚ୍ଚ ହେବ, ଆଉ କମ୍ ନିମିକି ମଧ୍ୟ ଆପଣ ଛାଣିବେ ଆଟ୍ ଏ ଟାଇମ୍। ଯଦି ଆପଣ କିନ୍ତୁ ଏଇପରି ଭାବରେ ପ୍ୟାନ୍ ନେବେ, ଫ୍ଲାଟ୍ ଜିନିଷ ନେବେ, ଆଟ୍ ଏ ଟାଇମ୍ ବହୁତ ନିମିକି ଛାଣି ପାରିବେ। ଏବେ ଚାଲନ୍ତୁ ଆମେ ତେଲକୁ ଗରମ କରିବା, ଆଉ ପରଫେକ୍ଟ ମାତ୍ରାରେ ଗରମ କରିବା। ପରଫେକ୍ଟ ମାତ୍ରାରେ ମାନେ ତେଲକୁ ଆମେ ଧୂଆଁ କରିବା ପର୍ଯ୍ୟନ୍ତ ଗରମ କରିବା ନାହିଁ, କେବଳ ଗରମ କରିବା। ଆଉ ଏଇଠି ଆପଣ ଦେଖିପାରୁଥିବେ ଆମେ ଟେଷ୍ଟ ପାଇଁ ମଇଦା ଗୋଳାକୁ ଯଦି ଆପଣ ପକେଇ ସାରିଲା ପରେ ସେ ଧୀରେ ଧୀରେ ତେଲ ଉପରକୁ ଆସୁଛି, ଆପଣ ଜାଣିବେ ଯେ ତେଲର ଟେମ୍ପରେଚର ପୁରା ପରଫେକ୍ଟ ଅଛି। କିନ୍ତୁ ଯଦି ସାଙ୍ଗେ ସାଙ୍ଗେ ଉପରକୁ ଆସୁଛି ଆପଣ ଜାଣିବେ ଯେ ତେଲ ଆମର ବହୁତ ଗରମ ଅଛି।
ଆଉ ଏଇଠି ଆମର ମଇଦାର ଗୋଳା ବହୁତ ଧୀରେ ଉପରକୁ ଆସିଲା, ମାନେ ପରଫେକ୍ଟ ଟେମ୍ପରେଚର ଅଛି। ଏବେ ବେଲି ରଖିଥିବା ବା ସେପ୍ ଦେଇ ରଖିଥିବା ଆମେ ସବୁ ନିମିକିକୁ ସେଇଥିରେ ପକେଇ ନବା। ସବୁ ନିମିକିକୁ ପକେଇ ସାରିଲା ପରେ ଆମେ କ'ଣ କରିବା, ଗ୍ୟାସ୍ ଫ୍ଲେମ୍କୁ ମିଡ଼ିୟମକୁ ଆଣି ପକେଇବା। ବିଲକୁଲ ବି ତାକୁ ହାଇ ଫ୍ଲେମ୍ରେ ଆପଣ ଛାଣିବେ ନାହିଁ। ଆଉ ଏଇଠି ଆପଣ ଗୋଟେ ଜିନିଷ ନୋଟିସ୍ ବି କରିପାରୁଥିବେ, ଯେହେତୁ ଆମେ ଏଇଠି ପ୍ୟାନ୍ ନେଇଛେ, ଆପଣ ଆଟ୍ ଏ ଟାଇମ୍ କେତେ ଗୁଡ଼େ ନିମିକି ମଧ୍ୟ ଭଲ ଭାବରେ ଛାଣି ପାରିବେ। ଇଏ ପୁରା ଛାଡ଼ି ଛାଡ଼ିକି ହେଇକି ରହୁଛି, ବିଲକୁଲ ବି ଅସୁବିଧା ହେବ ନାହିଁ। ଆଉ କିଛି ସମୟ ପରେ ଆପଣ ନିଜେ ନୋଟିସ୍ କରିପାରିବେ, ଯେଉଁ ଫାଷ୍ଟ ନିମିକିଟି ଆପଣ ପକେଇଥିଲେ ସେ ଆପେ ଆପେ ଉପରକୁ ଆସୁଛି। ଏଇଥିରେ ଆପଣ ପିଠା ଗଡ଼ିକା ମାରିବା କିଛି ଦରକାର ନାହିଁ, ସେ ଅଟୋମେଟିକ୍ ସବୁ ଉପରକୁ ଆସିଯିବ, ତେଲ ଉପରେ ସବୁ ଭାସିବ। ଆଉ ଏଇଠି ଦେଖନ୍ତୁ, ଯେହେତୁ ଆମେ ତେଲ ଭଲସେ ଦେଇଛେ ସେଥିପାଇଁ ତାର ଲେୟାର ମଧ୍ୟ ଖୋଲିଗଲାଣି। ଆଉ ସବୁ ନିମିକି ଏଇପରି ଭାବରେ ଉପରେ ଆସିକି ବଢ଼ିଆ ସେ ଭାସୁଛି। ଆଉ ଯେତେବେଳେ ଆପଣ ଦେଖିବେ ଯେ ୟାର ଗୋଟେ ପଟ ସାଇଡ୍ ଟିକେ ହେଇ ଆସିଲାଣି, ଆପଣ ତାକୁ ଓଲଟା ପଟ କରିନେବେ, ଯାହାଫଳରେ କି ଦୁଇ ପଟ ସାଇଡ୍ ଭଲ ଭାବରେ ଏଇଠି କ୍ରିସ୍ପି ହେଇଯିବ। ଯେହେତୁ ମୁଁ ଏଇଠି ଫ୍ଲାଟ୍ ପ୍ୟାନ୍ଟେ ନେଇଛି, ସେଥିପାଇଁ କଣ୍ଟା ଚାମଚର ବ୍ୟବହାର କରିକି ତାକୁ ଫ୍ଲିପ୍ କରୁଛି। କିନ୍ତୁ ଯଦି ଆପଣ ଗହରିଆ ଜାଗା ନେଇଥିବେ, ଆପଣ ପିଠା କଡ଼ିକା ମାରିପାରିବେ, କିନ୍ତୁ ପ୍ରଥମରୁ ମନେ ରଖିଥିବେ ପିଠା କଡ଼ିକା ମାରିବେ ନାହିଁ। ଏହିପରି ଭାବରେ ନିମିକି ସବୁ ଆମର ତେଲରେ ଭାସିଲେ ଆପଣ ତାକୁ ଓଲଟ ପାଲଟ କରିପାରିବେ। ଏଇଠି ଆପଣଙ୍କୁ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ମୁଁ କହିଦେବା ପାଇଁ ଚାହୁଁଛି, ଆପଣଙ୍କ ଉପରେ ନିର୍ଭର କରେ ଆପଣ କେଉଁ ପରିକା ନିମିକି ଖାଇବା ପାଇଁ ଚାହୁଁଛନ୍ତି। ଆପଣ ଦୋକାନରେ ଦେଖିଥିବେ ସେ ବ୍ରାଉନ୍ କଲର୍ ଆସେ, ମାନେ ପୁରା ଲାଇଟ୍ ବ୍ରାଉନ୍ କଲର୍ ଆସିବ, କିମ୍ବା ଆପଣ ଏଇପରି ଭାବରେ ହ୍ୱାଇଟିସ୍ ବାଲା ଖାଇବା ପାଇଁ ଚାହୁଁଛନ୍ତି। ଯେମିତିକି ଏଇଠି ଦେଖନ୍ତୁ, ଆମର ନିମିକି ହାଲକା ଲାଲ ପଡ଼ିଗଲାଣି, ମାନେ ଗୋଟେ ସାଇଡ୍ ତାର ହାଲକା ଲାଲ ପଡ଼ିଗଲାଣି। ଏବେ ଏଇ ମୋମେଣ୍ଟରେ ଯଦି ଆମେ ଛାଣିବା, ତାକୁ ଛାଣି ସାରିଲା ପରେ ମଧ୍ୟ ସେଇଥିରେ ଯେହେତୁ ଟେମ୍ପରେଚର ଥାଏ, ତାର ରଙ୍ଗ ଆଉ ଟିକେ ଗାଢ଼ ପଡ଼ିଯାଏ। ମାନେ ଆପଣ ଛାଣିକି ରଖିବେ ନିମିକିକୁ, ସେ ଆଉ ଟିକେ ଗାଢ଼ ପଡ଼ିଯିବ, ଯେହେତୁ ଟେମ୍ପରେଚର ଥାଏ ସେଥିପାଇଁ ସେଇଥିରେ ସେ କୁକ୍ ହେଇଯାଏ। ଆଉ ଏଇ ମୋମେଣ୍ଟରେ ମୁଁ ନୋଟିସ୍ କରିପାରିଲି ଆମର ନିମିକି ହାଲକା ବ୍ରାଉନ୍ କଲର୍ ହେଇଗଲାଣି। ଏଇ ମୋମେଣ୍ଟରେ ମୁଁ ତାକୁ ଛାଣି ନେଲି, କାହିଁକିନା ଯଦି ୟା ପରେ ମୁଁ ବେଶୀ ଛାଣି ଦେଇଥାନ୍ତି, ସେ ପୁଣି ଥରେ ତାକୁ ଛାଣି ସାରିଲା ପରେ ତାର ରଙ୍ଗ ଆଉ ଟିକେ ଗାଢ଼ ପଡ଼ିଯାଇଥାନ୍ତା। ତେଲରୁ ବି ଆପଣ ଯେତେବେଳେ ଛାଣିବେ ତାକୁ ଭଲ ଭାବରେ ତେଲରୁ ନିଗାଡ଼ିକି ଛାଣିବେ। ଆଉ ଏଇଠି ଦେଖନ୍ତୁ, ଆମେ ଛାଣି ସାରିଲା ପରେ ତାର ରଙ୍ଗ ଆଉ ଟିକେ ଗାଢ଼ ପଡ଼ିଗଲା। ଏହିପରି ଭାବରେ ଆପଣ ସବୁ ନିମିକି ଗୁଡ଼ାକ ଭଲ ଭାବରେ ଛାଣି ନେବେ। ଆଉ ମୁଁ ଏଇଠି ଗ୍ୟାରେଣ୍ଟି ଦେଇକି କହୁଛି, ଆପଣ ଯଦି ଏଇ ରୁଲ୍ସ ଗୁଡ଼ାକ ଫଲୋ କରିବେ, ଆପଣଙ୍କ ନିମିକି ବହୁତ ପରଫେକ୍ଟ ହେବ, ତା ସହିତ ଖାସ୍ତାଦାର ମଧ୍ୟ ହେବ। ଯାହାକୁ ବି ଖୋଇବେ ଆପଣଙ୍କୁ ସେ ବହୁତ ପ୍ରଶଂସା କରିବେ। ତାହେଲେ ଦେଖିଲେ ତ ନିମିକି ବନେଇବା କେତେ ସହଜ। ନିହାତି এই ରେସିପିଟିକୁ ଟ୍ରାଏ କରନ୍ତୁ। କେମିତି ରହିଲା ୟାର ସ୍ୱାଦ ଆଉ ଆପଣଙ୍କର ଅନୁଭୂତି ମୋ ସହିତ କମେଣ୍ଟ ମାଧ୍ୟମରେ ସେୟାର କରନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ଟେ ନିହାତି କରିବେ। ଭିଡ଼ିଓଟି ଯଦି ପସନ୍ଦ ଆସିଥିବ ସାଙ୍ଗସାଥି ବନ୍ଧୁବାନ୍ଧବମାନଙ୍କ ସହିତ ସେୟାର କରିବେ। ମୋ ଚ୍ୟାନେଲରେ ଯଦି ନୂଆ ଆସିଛନ୍ତି କିମ୍ବା ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଯଦି ମୋ ଭିଡ଼ିଓଟିକୁ ଦେଖୁଛନ୍ତି, ପେଜ୍ଟିକୁ ଫଲୋ କରିନେବେ। ପୁଣି ଦେଖାହେବ ଆଉ ଗୋଟେ ନୂଆ ରେସିପି ଭିଡ଼ିଓରେ। ନମସ୍କାର, ଜୟ ଜଗନ୍ନାଥ।